ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି। ଯେଭଳି ଭାବେ ଆପଣ ପୂର୍ବରୁ କହୁଥିଲେ ଆସୁଛି ଆଉ ଏକ ସିଷ୍ଟମ୍ ବା ଲଘୁଚାପ ଆସୁଛି, ତ ତାକୁ ନେଇ କ'ଣ କହିବେ? ବର୍ତ୍ତମାନର ଅପଡେଟ୍ କ'ଣ ଆସୁଛି? କେଉଁଠି କେଉଁଠି ଏହାର ପ୍ରଭାବ ପଡ଼ିବ ଏବଂ କେଉଁଠି ବର୍ଷା ହେବ? ନମସ୍କାର। ହଁ, ବର୍ତ୍ତମାନ ଆମର ଯୋଉ ଲଘୁଚାପ କ୍ଷେତ୍ର ଲାଗୁଛି 22 ତାରିଖ ଦିନ 22 ନଭେମ୍ବରରେ ଗୋଟେ ଘୂର୍ଣ୍ଣିବଳୟ କ୍ଷେତ୍ର ଆମର ଯୋଉ ଦକ୍ଷିଣ ଚାଇନା ସାଗର ଆଉ ଗଲ୍ଫ ଅଫ୍ ଥାଇଲାଣ୍ଡରୁ ଆମର ଦକ୍ଷିଣ ଆଣ୍ଡାମାନ ସାଗର ଆଉ ଦକ୍ଷିଣ ବଙ୍ଗୋପସାଗରକୁ କ୍ରସ୍ ଓଭର କରିଯିବ ଆସିଯିବ ଆଉ ତାପରେ ସେ ଧୀରେ ଧୀରେ ତାର ଯୋଉ ଜୀବନ ଚକ୍ର 22 ନଭେମ୍ବରରୁ ନେଇକି ଅଲମୋଷ୍ଟ 1 କି 2 ଡିସେମ୍ବର ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହୁଛି। ବର୍ତ୍ତମାନ ଲାଗୁଛି ଯେ ସିଷ୍ଟମର ଟିକେ ଘନୀଭୂତର ଲକ୍ଷଣ ଅଛି, କିନ୍ତୁ କେତେ ବର୍ଷା କରିବ କେତେ ଘନୀଭୂତ ହବ ଆ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ସାର୍ ଯୋଉ ଲଘୁଚାପ ଆସୁଛି ତାର ପ୍ରଭାବ ଓଡ଼ିଶା ଉପରେ ସେମିତି କିଛି ପଡ଼ିବ କି? ନାଇଁ, ବର୍ତ୍ତମାନ ସେ ବିଷୟରେ କହିହବନି। ଖାଲି ଗୋଟେ ଜିନିଷ ଜଣାପଡ଼ୁଛି ଯେ ଲଘୁଚାପ କ୍ଷେତ୍ର ହବାର ବହୁତ ସମ୍ଭାବନା ଅଛି ଆଉ ତାପରେ ସିଷ୍ଟମର ଯୋଉ ଘନୀଭୂତର ବି ଲକ୍ଷଣ ଅଛି, ତା ମାନେ ଆଉ ଟିକେ ଇଣ୍ଟେନ୍ସିଫାଇ ହେଇପାରେ। ଅବପାତ କ୍ଷେତ୍ର ମଧ୍ୟ ସମ୍ଭାବନା ରହୁଛି, କିନ୍ତୁ କୁଆଡ଼େ ଏଣ୍ଟ୍ରି କରିବ, କେତେ ଅପର ଲିମିଟ୍ ଘନୀଭୂତ ହବ, କୁଆଡ଼େ ବର୍ଷା ହବ, ଏଇସବୁ ଜିନିଷ ପାଇଁ ଆଉ ଟିକେ ଅପେକ୍ଷା କରିବ। ବର୍ତ୍ତମାନ କିନ୍ତୁ ମୋଟାମୋଟି ଲାଗୁଛି ତାମିଲନାଡୁ ଆଉ ଆନ୍ଧ୍ରପ୍ରଦେଶ ପ୍ରଭାବିତ ହେଇପାରନ୍ତି। ଓଡ଼ିଶା କେତେ ପ୍ରଭାବିତ ହବ କି ନହବ ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ସାର୍ ଆଜି ଯଦି କହିବା ଆଜି ଆମର ଓଡ଼ିଶାରେ ପାଗ କେମିତି ରହିବ? ଆଜି ଦେଖିବା ଗତକାଲି ତୁଳନାରେ ଆଜି ନା କେଉଁଠି ନା କେଉଁଠି ଶୀତ ଅଧିକ ଘନୀଭୂତ ହେଇଛି, ଶୀତ ଅଧିକ ଥଣ୍ଡା ଲାଗୁଥିଲା ସକାଳୁ ସକାଳୁ। ଯଦି କହିବା ଏହା ରାତିକୁ ମଧ୍ୟ ତାପମାତ୍ରା ହ୍ରାସ ପାଇବ କି ଆହୁରି? ଆଜ୍ଞା, ବର୍ତ୍ତମାନ ଶୀତର ପ୍ରାରମ୍ଭିକ ଯୋଉ ଅନୁଭୂତି ଆପଣ କରୁଛନ୍ତି, ଧୀରେ ଧୀରେ ଏଇ ଯୋଉ ରାତି ତାପମାତ୍ରାଟା ପର୍ଟିକୁଲାରଲି 17 ତାରିଖ ପରେ ଆଉ ଟିକେ ହ୍ରାସ ପାଇବ, 2ରୁ ନେଇକି 4 ଡିଗ୍ରୀ ହ୍ରାସ ପାଇବ। ତେଣୁ ଯୋଉ ପିରିୟଡ଼ଟା ଲାଗୁଛି 17 ତାରିଖରୁ 24 ତାରିଖ, ସେଇ ପିରିୟଡ଼ରେ ଲାଗୁଛି ଟିକେ ଥଣ୍ଡା ରାତି କଣ୍ଡିସନ ରହିବ। ଆଉ ଓଭରଅଲ୍ ଆପଣଙ୍କର ଯୋଉ ଉତ୍ତର ଓଡ଼ିଶାର ଜିଲ୍ଲା ମାନେ ଟିକେ ବେଶୀ ଶୀତ ପାଇବେ କମ୍ପେୟାର ଟୁ ଦକ୍ଷିଣ ଓଡ଼ିଶା। କିନ୍ତୁ 17 ତାରିଖ ପରେ ଆପଣ ଦେଖିବେ ଦିନ ତାପମାତ୍ରା ମଧ୍ୟ ଖସିବାର ସମ୍ଭାବନା ରହୁଛି। ପର୍ଟିକୁଲାରଲି ଆଭ୍ୟନ୍ତରୀଣ ଯୋଉ ଡିଷ୍ଟ୍ରିକ୍ଟ ମାନେ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଝାଡ଼ଖଣ୍ଡ, ସେମାନେ ଦିନବେଳା ବି 17-18 ତାରିଖ ପରେ ଟିକେ ଶୀତ ଅନୁଭୂତ କରିବେ, କିନ୍ତୁ ଉପକୂଳବର୍ତ୍ତୀ ଯୋଉ ଜିଲ୍ଲାମାନେ ଦିନବେଳା ଟିକେ କମ୍ ଶୀତ ଅନୁଭୂତ କରିବେ, କିନ୍ତୁ ରାତି ବେଳା ଶୀତଟା ବେଶୀ ପ୍ରାଧାନ୍ୟ ରହିବ। ଆଉ ଓଭରଅଲ୍ ଲାଗୁଛି ଶୀତର ପ୍ରଭାବଟା 25 ତାରିଖ ପର୍ଯ୍ୟନ୍ତ ରହିବ। ତାପରେ ଏଇ ଯୋଉ ସିଷ୍ଟମ ପ୍ରବାହରେ ଜଳୀୟ ବାଷ୍ପ ସ୍ଥଳଭାଗ ଆଡ଼କୁ ପ୍ରବେଶ କରିବାର ସମ୍ଭାବନା ରହୁଛି। ତେଣୁ 25 ତାରିଖ ପରେ ମୋତେ ଲାଗୁଛି ଶୀତର ପ୍ରଭାବଟା କମିବାର ଯଥେଷ୍ଟ ସମ୍ଭାବନା ରହୁଛି। ସାର୍ ଯଦି ଦେଖିବା ପୂର୍ବ ବର୍ଷ ଅପେକ୍ଷା କେଉଁଠି ନା କେଉଁଠି ଚଳିତ ବର୍ଷ ଡେରିରେ ଶୀତ ପ୍ରବେଶ କରିଛି, କିନ୍ତୁ ଯଦି କୁହାଯିବ ତେବେ ପୂର୍ବ ବର୍ଷ ଯେଭଳି ମାତ୍ରାରେ ଶୀତ ହୋଇଥିଲା, ଅନୁଭବ ହୋଇଥିଲା, ଯେତେ ପରିମାଣରେ ଶୀତ ହୋଇଥିଲା, ଚଳିତ ବର୍ଷ ସେତେ ପରିମାଣରେ ଶୀତ ହବ କି ନାହିଁ, ଯେହେତୁ ବିଳମ୍ବରେ ଶୀତ ଆସିଛି? ନାଇଁ, ଆପଣ ବର୍ତ୍ତମାନ ଗୋଟେ ଓଭରଅଲ୍ ଯଦି ଆପଣ ବିଶ୍ୱ ପରିସ୍ଥିତି ଦେଖିବେ, ଗୋଟେ ଋତୁଚକ୍ରରେ ବ୍ୟତିକ୍ରମ ରହୁଛି। ଆମେ ବେଶୀ ଖରାରେ ରହୁଛୁ। ଏ ବର୍ଷ ବି ବହୁତ 2 ମାସ 2.5 ମାସ ଆମେ ଖରାରେ ରହିଲୁ, ହିଟ୍ ୱେଭ୍ ଚାଲିଲା। ତାପରେ ଯଦି ବର୍ଷା ହେଉଛି ଅଳ୍ପ ଜାଗାରେ ଅଳ୍ପ ସମୟରେ ବହୁତ ବର୍ଷା ହେଇଯାଉଛି, ଶୀତର ପ୍ରଭାବ କମି କମି ଯାଉଛି। ଓଭରଅଲ୍ ଏଇ ଗୋଟେ ବିଶ୍ୱସ୍ତରର ପ୍ୟାଟର୍ନ, ଜଳବାୟୁ ପରିବର୍ତ୍ତନ କୁହନ୍ତୁ କି ଋତୁଚକ୍ରରେ ବ୍ୟତିକ୍ରମ କୁହନ୍ତୁ। କିନ୍ତୁ ଏ ବର୍ଷ ଯଦି ଆପଣ ଶୀତ କଥା ଆକଳନକୁ ନେବେ, 2ଟା ଜିନିଷ ରହୁଛି। ଗୋଟେ ହେଉଛି ଯଦି ଆପଣଙ୍କର ସ୍ଥଳଭାଗକୁ ବାରମ୍ବାର ଲଘୁଚାପ ଘୂର୍ଣ୍ଣିବଳୟ କ୍ଷେତ୍ର ତାର ଜଳୀୟ ବାଷ୍ପ ଆସିବ, ତାହେଲେ ଶୀତର ପ୍ରଭାବରେ କମ୍ ପରିଲକ୍ଷିତ ହେବ, ଯୋଉଟାକି ଲାଗୁଛି ନଭେମ୍ବର ସମ୍ପୂର୍ଣ୍ଣ ମାସ ବଙ୍ଗୋପସାଗର ସକ୍ରିୟ ରହିବ, ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ବି ସକ୍ରିୟ ରହିବ। ତେଣୁ ଶୀତର ପ୍ରଭାବଟା ନଭେମ୍ବର ମାସରେ କମ୍ ରହିପାରେ। ଦ୍ୱିତୀୟ ଜିନିଷ ରହୁଛି ଯେ ଯୋଉ ଲାନିନାର ଯୋଉ ପ୍ରଭାବ, ଲାନିନା ଲାଗୁଛି ଗୋଟେ ଦୁର୍ବଳ ଲାନିନା ହବାର ବି ସମ୍ଭାବନା ରହୁଛି। ଆଉ ଯୋଉ ଆମର ଉତ୍ତର ପଶ୍ଚିମ ଯୋଉ ପ୍ରବାହ ରହୁଛି ବାୟୁର, ଥଣ୍ଡା ବାୟୁର, ସେଇଟା ବି ଟିକେ ଲାଗୁଛି କମ୍ ରହୁଛି। ତେଣୁ ଏଇ ସବୁ କାରଣ ଯୋଗୁଁ ଲାଗୁଛି ନଭେମ୍ବର ମାସରେ ଶୀତ ଟିକେ କମ୍ ରହିବ। କିନ୍ତୁ ବର୍ତ୍ତମାନ ଯୋଉ ନେକ୍ସଟ 10 ଦିନ ଆସୁଛି, ଆମର ଓଡ଼ିଶା ସହିତ କେନ୍ଦ୍ରୀୟ ଭାରତ, ଉତ୍ତର ଭାରତ ଶୀତର ପ୍ରଭାବ ରହିବ। ଇଭିନ୍
दक्षिण भारत मध्य 18 रु नहीं कि 23 पर्यंत आंशिक शीतर प्रभाव रहिबो किंतु आपण जदि ओवरऑल आपण शीत को कंसीडर करिवे मते लागुची गोटे मॉडरेट शीत सांत्वनामूलक शीत मते लागुची नवेम्बर मास रहिबो किंतु ओवरऑल आपण गोटे ताती कंडीशन रे अछंती। निहाती भावे बहुत बहुत धन्यवाद सर आपण